আহা অপূর্ব অপূর্ব। ତମ ହସ୍ତରେଖା ଯାହା କହୁଛି ବତ୍ସ, ତମେ ବହୁତ ଉପରକୁ ଯିବ। କେତେ ଉପରକୁ ବାବା? ପୁରା ବଂଶର ଅଗ୍ରଭାଗକୁ ବତ୍ସ। Oh no. ହେଇପାରିବ ହେଇପାରିବ। ଆଉ Oh yeah. ନାହିଁ ଆଜ୍ଞା, ଏଇ ଗ୍ରହ ନକ୍ଷତ୍ର କୁଣ୍ଡଳୀ ନାଗଫାସ ନାତି ପରୀକ୍ଷା ହବ। ସେଇଥିପାଇଁ ତାକୁ ଟିକେ କର୍ଣ୍ଣ ମନ୍ତ୍ର ଦଉଥିଲେ। ଆଉ ଟିକାକୁ କଣ ଏକେବାରେ ଚୁପ କରିକି ରଖି ହଉଛି। ଏଠି କୁଆଡେ? ଏ ବୁଢା, ତୋ ନାଁ କଣ? ମୋ ନାଁ ବା ହରେ କୃଷ୍ଣ ନାୟକ, ପୂର୍ବରୁ ଶ୍ରୀ ପ୍ଲସ୍। ଶ୍ରୀ ପ୍ଲସ ମାନେ? ଇଏ ପ୍ଲସ୍, ପ୍ଲସ୍ ହେଲା ଯୁକ୍ତ, ଶ୍ରୀ ଶ୍ରୀଯୁକ୍ତ। ଆବେ କଣ କହୁଛୁ? ଶ୍ରୀ ପ୍ଲସ ଶ୍ରୀଯୁକ୍ତ? ନାଇଁ ଆଜ୍ଞା, ସୁଭାଷ ମୌଳିକ ଆଜ୍ଞା। ଆରେ ଇଏ ଫଟୋଟା ନାଇଁ ଆଜ୍ଞା, ଏଇ ପେଟ ପାଟଣା କଥା ମୁଁ ଟିକେ ଖାଲି ନାଁଟା ବଦଳେଇ ଦେଲି। 1.5 ବର୍ଷ ହେଲାଣି ଓଡିଶାର ରଙ୍ଗଟାକୁ ବଦଳେଇ ଦେଇ ସାରିଲଣି। ତାଙ୍କ ପାଇଁ କିଛି ନାହିଁ, ମୁଁ ଗରିବ ଲୋକଟା ବୋଲି ମୋ ମୁଁ ଆଜ୍ଞା ଟଲି ଟଳୁଥିଲି ଆଜ୍ଞା। ଗାଡି ମୋଟର ସବୁ ବାହାରିଲା, ଟଲି ପୁରା ବନ୍ଦ ହେଇଗଲା। ମୋ ବେପାର ପୁରା ମାନ୍ଦା। ମୁଁ ଭାବିଲି ଏ ଗୋଟେ ସହଜିଆ ବେପାର। ଭାବିଲି ଟଲି, ଦେଖିଲି ହାତ, ଟଙ୍କା ନେଇକି ମାଇଲି ନାତ। ମୁଁ ପୁରା ମହାଧୂତ, ମତେ କଣ ଆପଣ ମାନେ ପାରିବେ? ଓହୋ, ଏମିତି କଥା। ତାହେଲେ ଆଉ କଣ କଣ କୀର୍ତ୍ତି କରୁଛି କହ? କୀର୍ତ୍ତି କଣ କଣ ମୁଁ ନ କରୁଛି ପଚାରୁନାହାନ୍ତି। ସାରେ, ଆପଣ ବିଶ୍ୱାସ କରିବେନି, ମୁଁ ପୁରା ବେଳେ ବେଳେ ଭାବେ ମତେ ପଦ୍ମଶ୍ରୀ ଆୱାର୍ଡ ମିଳିବା କଥା। ମାନେ ପଦ୍ମଶ୍ରୀ? ଆଉ ମୁଁ କେତେ ଲୋକଙ୍କୁ ଉପରକୁ ଉଠେଇଛି ଆପଣ ଜାଣିଛନ୍ତି? ମାନେ ଆମର ଏଇ ଯୋଉ ଯାତ୍ରାରେ ଯୋଉ ପିୟୁଷ ତ୍ରିପାଠୀ, ଆଉ ରାଣୀ ପଣ୍ଡା, ନିଶା ମହାରଣା, ଆଉ ଯେତେ ସବୁ ଅନ୍ୟାନ୍ୟ ଭାଉଜ ମାନେ ରହିଲେ, ତାକୁ ସବୁ କିଏ ଉଠେଇଛି? ମୁଁ ପୁରା ଏତେ ଉଠେଇଛି। ତମେ ପୁରା ନେକ୍ସଟ ଲେଭେଲ ଖେଳାଳି ଆଉ। ହଁ ପୁରା ସାରେ। ଆଚ୍ଛା, ତମେ ଜ୍ୟୋତିଷ କେମିତି ହେଲ? ସିଏ ବହୁତ ଲମ୍ବା କାହାଣୀ। ବହୁତ ତପସ୍ୟା, ପୂଜା ପାଠ, ଯଜ୍ଞ, ହୋମ, ଏ ଅଗି ଜଳା, କେତେ କାହାଣୀ। କହୁଛି ସେ ଘର ପାଖରେ ଗୋଟେ ସ୍ତ୍ରୀ ଲୋକ ତା ଘର ଦେଖିବାକୁ ଡାକିଲା। ମୁଁ ତାକୁ କହିଲି 2 ଦିନ ପରେ ଯିବି। ରାତିରେ ଯାଇକି ଗୋଟେ ପିତ୍ତଳ କଡା ତା ବାଡିରେ ଥୋଇ ଦେଇ ଆଇଲି। ସକାଳୁ ଯାଇକି କହିଲି ତାର ଧନ ଲାଭ ଯୋଗ ଅଛି। ଆଉ ତାପରେ ଯିଏ ତ ଆଇଲା, ମୁଁ ତାକୁ କହିଲି ଖାଲି ଧନ ଲାଭ ଯୋଗ ଅଛି। ଆଉ ସମସ୍ତଙ୍କ ଧନ ଲାଭ ଯୋଗ? ହଁ, ପ୍ରତି ଘରେ 30ଟା ଲେଖା ଯଜ୍ଞ ହବ। ମାଟି ତଳୁ ଖାଲି ସୁନା ରୂପା ପୁରା ଆବାହନ କରାହବ। ଆଉ ସେ ଯଜ୍ଞର କେତେ ଖର୍ଚ୍ଚ ହବ? ଏଇ 5-7 ଲକ୍ଷ ଟଙ୍କା ସାର୍। ଆରେ ହେଇ, ଆପଣ ସାର୍ ମତେ 7 ଲକ୍ଷ ଟଙ୍କା ଦେବେ, ମୁଁ 1 ଲକ୍ଷ ଟଙ୍କାର ଗହଣା ନେଇକି ଆପଣଙ୍କ ବାଡିଆରେ ପୋତି ଦେବି। ତା ପରଦିନ ଆପଣଙ୍କର ତ ଖାଲି ଧନ ଲାଭ ହବ, ଆଉ ଧନ ଲାଭ ହବ, ଆଉ ଧନ ଲାଭ ହବ। ପୁରା ଭବିଷ୍ୟବାଣୀ କରିକି ପୁରା ନିଜେ ଆକ୍ସିଡେଣ୍ଟ କରିଦେଇଛି। ଏ ତ ଗୋଟେ ଅମଣିଷ। ଆଉ ମୁଁ ପୁଣି କୀର୍ତ୍ତି ଅର୍ଜନ କେମିତି କରିବି? କୀର୍ତ୍ତି, ତମକୁ ଆଜୀବନ କାରାଦଣ୍ଡ ଦରକାର। 10 ଲକ୍ଷ ଟଙ୍କା ଦଉଛି, 5 ଲକ୍ଷ 5 ଲକ୍ଷ ବାଣ୍ଟିକି ନେଇଯାଅ, କାମ ତମାମ କର। ତମକୁ କୋର୍ଟ ଫରୱାର୍ଡ କରାଗଲା। ରାଖାଲ ଦେ ଫିଲ୍ମସର ସ୍ପେଶାଲ କୋର୍ଟରେ ତମର ବିଚାର ହବ। କେବେ? ଏପିସୋଡ 3।